ବନାଗ୍ନି ରେ ପ୍ରାଣ ହରାଇଥିବା ବନ ଜଗୁଆଳୀଙ୍କୁ ସାହାଯ୍ୟ ପ୍ରଦାନ। ଓଡ଼ିଶା ବନ୍ୟ ସମ୍ପଦରେ ସମୃଦ୍ଧ, ତେବେ ଖରାଦିନେ ବନାଗ୍ନି ଅନେକ ଜଙ୍ଗଲରେ ହୁଏ। ହଜାର ହଜାର ଗଛ ନଷ୍ଟ ହୁଏ ଏବଂ କୋଟି କୋଟି ଟଙ୍କା ମୂଲ୍ୟର ଜଙ୍ଗଲ ସମ୍ପଦ ନଷ୍ଟ ହେଉଛି। ବନ ବିଭାଗ ପକ୍ଷରୁ ଜଙ୍ଗଲ ନିଆଁ କିପରି ଆଉ ନ ହେବ ସେଥିଲାଗି ବ୍ୟାପକ ଜନସଚେତନତା ଚାଲିଛି। ତେବେ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ସର୍କଲ ଅନ୍ତର୍ଗତ ରାଉରକେଲା ବନଖଣ୍ଡର କୁଆଁରମୁଣ୍ଡା ବନାଞ୍ଚଳରେ ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ନିଆଁକୁ ଆୟତ୍ତ କରିବା ପାଇଁ ଜଣେ ପୁରୀ ହୋଇ ବନ ଜଗୁଆଳୀ ସମରାଓ ରାମ ପ୍ରାଣ ହରାଇଥିଲେ। ତେଣୁ ତାଙ୍କ ଆତ୍ମାର ସଦ୍ଗତି ଲାଗି ବନ ବିଭାଗ ପକ୍ଷରୁ ଶୋକସଭା କରାଯାଇଥିଲା। ପାଟନା ବନାଞ୍ଚଳର ସମସ୍ତ ବନ ବିଭାଗ କର୍ମଚାରୀ ମିଳିତ ହୋଇ ସମରାଓ ରାମଙ୍କ ଧର୍ମପତ୍ନୀ ସୁନିତା ଟପ୍ନଙ୍କୁ 10,000 ଟଙ୍କା ଚେକ୍ ଆକାରରେ ପ୍ରଦାନ କରି ସାନ୍ତ୍ୱନା ଦେଇଛନ୍ତି। ପାଟନା ବନାଞ୍ଚଳ ଅଧିକାରୀ ବନବିହାରୀ ସରଦାର ଏବଂ ପାଟନା ବନପାଳ ପିଅନ ନାୟକ ଏହି ସୂଚନା ଦେଇଛନ୍ତି। କବିନ୍ଦ୍ର ରାଉତଙ୍କ ରିପୋର୍ଟ, କେଡି ନ୍ୟୁଜ୍ ଓଡ଼ିଆ।